সুরক্ষা আমার দাবি। আরে বাংলাদেশে মঠ মন্দিরের উপরে আক্রমণের জবাব দাও। আরে মঠ মন্দিরের সুরক্ষা আমার দাবি। আরে হিন্দুকে উপরে আক্রমণের চলবে না। আরে হিন্দু সুরক্ষা আমার দাবি। হিন্দু সুরক্ষা আমার দাবি। আরে হিন্দু বিরোধী বাংলাদেশের হিন্দু হত্যা চলিব নাই। বীর বজরঙ্গী, বীর বজরঙ্গী, বীর বজরঙ্গী। ମୋ ନାଁ ହେଉଛି ସୁରଟ ସେଠୀ। ଆମେ ବିରାଟ ଭିଡ଼ିଓରେ ଆସିଲୁ ଆମ ହିନ୍ଦୁମାନଙ୍କ ଉପରେ ଯେଉଁ ବାଂଲାଦେଶରେ ଅତ୍ୟାଚାର ହେଉଛି ତାର ବିରୁଦ୍ଧରେ ଆଜି ଆମେ ଶୋଭାଯାତ୍ରା କଲୁ। ଆମ କେନ୍ଦ୍ରାପଡ଼ାରେ ବହୁତ ବାଂଲାଦେଶୀ ମୁସଲମାନ ଏଠି ମୋଟା ପାଉଟି କରିକି ଆସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଆମର ଜିଲ୍ଲା ପ୍ରଶାସନ ମୋହନ ସରକାର ବିଦା କରନ୍ତୁ ଏବଂ ଏଠି ବିଦା ନ କରିବେ ବଡ଼ ଧରଣର ଆନ୍ଦୋଳନ କେନ୍ଦ୍ରାପଡ଼ାରେ ଗଢ଼ି ତୋଳିବୁ। ଆମେ ଆଜି ଏଇ ଯୋଉଟା ଆଜି ଯୋଉ ଆମେ ଏଇ ଯୋଉ କରିଛୁ ଆଜି ଯୋଉ ଆମର ଶୋଭାଯାତ୍ରା ଆଜି ଯୋଉ ପ୍ରତିବାଦ କରୁଛୁ ଏଟାକୁ ଖାଲି ସତର୍କ କରାଇ ଦେଉଛୁ ଜିଲ୍ଲା ପ୍ରଶାସନ ଏବଂ ଆମର ସରକାରଙ୍କୁ ଜଣାଇ ଦେଉଛୁ ଏଇଟା ତୁରନ୍ତ ପଦକ୍ଷେପ ନିଅନ୍ତୁ। ନହେଲେ କେନ୍ଦ୍ରାପଡ଼ାରେ ବଡ଼ ଧରଣର ହେବାକୁ ଯାଉଛି ଆନ୍ଦୋଳନ ହେବ। ବାଂଲାଦେଶୀ ମୁସଲମାନ ମାନେ ପକ୍କା ଆଧାର କାର୍ଡ ଡୁପ୍ଲିକେଟ୍ ବାହାର କରି ରେସନ ଦେଉଛନ୍ତି, ଭୋଟ ଦେଉଛନ୍ତି, ତାଙ୍କୁ ତୁରନ୍ତ ବିଦା କରିବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛୁ। ନହେଲେ ଆମେ ତାପରେ ପଦକ୍ଷେପ ହିନ୍ଦୁ ଜାଗରଣ ମଞ୍ଚ ତାପରେ ବଡ଼ ଧରଣ ପଦକ୍ଷେପ ସ୍ୱତନ୍ତ୍ରମାନେ ହେଉଛନ୍ତି ଆମର ପ୍ରତୀକ, ଆମେ ହିନ୍ଦୁ ଧର୍ମ ପ୍ରତୀକ। ସେମାନଙ୍କୁ ଆମେ ସମ୍ମାନ ସହ ଆଣିକି ଦେଇକି ସେମାନେ ଅଗ୍ର ଦେଇକି ଚାଲିବେ, ସେମାନଙ୍କୁ ତାଙ୍କର ଚିନ୍ତାଧାରା ଆମେ ଆଗେଇକି ଚାଲିବୁ। ଆପଣ ଦେଖୁଛନ୍ତି ଦୀର୍ଘ ଦିନ ଧରି ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଘୋର ଅତ୍ୟାଚାର ଚାଲିଛି। ହିନ୍ଦୁ ସନାତନୀମାନଙ୍କ ଉପରେ, ମଠ ମନ୍ଦିର ଉପରେ, ମହିଳାମାନଙ୍କ ଉପରେ, ଶିଶୁମାନଙ୍କ ଉପରେ ମଠ ମନ୍ଦିର ଭାଙ୍ଗି ପୋଡ଼ି ପକାଉଛନ୍ତି। ତେଣୁ ଯେତେ ହିନ୍ଦୁ ରାଷ୍ଟ୍ର ଅଛି ସମସ୍ତ ହିନ୍ଦୁ ଆଜି ଭୟଭୀତ ଅଛନ୍ତି ଏଥିପାଇଁ। ତେଣୁ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ଆମେ ଏକ ଆହ୍ୱାନ ଦେଇଥିଲୁ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସାଧୁସନ୍ଥ ଏବଂ ସମସ୍ତ ସନାତନୀ ହିନ୍ଦୁ ସନାତନୀ ଭାଇ ଭଉଣୀମାନଙ୍କୁ ନିବେଦନ କରିଥିଲୁ। ଆଜି ତିନିବାଣୀ ରାମ ମନ୍ଦିରରୁ ଏକ ବିଶାଳ ରାଲି କରି ଆମେ ଭାରତ ସରକାରଙ୍କ ପାଇଁ ଯେଉଁ ରାଷ୍ଟ୍ରପତିଙ୍କୁ ଦେବା ପାଇଁ ଏକ ସ୍ମାରକପତ୍ର କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ଆସିଛୁ। ଆଜ୍ଞା, ଏହି ପରିପ୍ରେକ୍ଷୀରେ ଯଦି କହିବା ଭାରତବାସୀମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ'ଣ ରହିବ? ଭାରତବାସୀ ହିନ୍ଦୁମାନେ ଏକ ହୁଅନ୍ତୁ, ଭାଇଚାରା ସମ୍ପର୍କ ନିଜ ନିଜ ଭିତରେ ସମ୍ପର୍କ ରଖନ୍ତୁ, ଏକତା ହେଇକିରି ଭାରତ ସରକାରଙ୍କ ପାଖରେ ଦାବି କରନ୍ତୁ ଆମର ହିନ୍ଦୁମାନଙ୍କର ସୁରକ୍ଷା, ବାଂଲାଦେଶରେ ହିନ୍ଦୁମାନଙ୍କର ସୁରକ୍ଷା ଏବଂ ତା ସହିତ ବାଂଲାଦେଶକୁ ଯଦି ସରକାର ଆମ ଭାରତ ସରକାର ଖାଦ୍ୟ ପଦାର୍ଥ ଔଷଧ ଯେଉଁ ଦେଉଛନ୍ତି ତାକୁ ବି ତାପରେ କଟକଣା ଲଗାନ୍ତେ, ତାହା ସେମାନେ ସେଥିପାଇଁ ମଧ୍ୟ ସତର୍କ ହୁଅନ୍ତେ। ତା ସହିତ ଆଜି କାଲି ସେଠି ହେଇଛି ସମସ୍ୟା, ଆଜି ଭାରତରେ ହେଇପାରେ, ଓଡ଼ିଶାରେ ହେଇପାରେ, ସେମିତି କିଛି ମାନେ ନାହିଁ। ତେଣୁ ହିନ୍ଦୁମାନେ ଏକ ହୁଅନ୍ତୁ, ଶାସ୍ତ୍ର ରଖନ୍ତୁ, ତା ସହିତ ଶସ୍ତ୍ର ବି ରଖନ୍ତୁ। ଜୟ ଶ୍ରୀରାମ।